ଦେଖନ୍ତୁ ଯାହା ବି ହେଲେ ଜଣେ ସଦସ୍ୟ ହେଉଛନ୍ତି ସେ ଘରର ମୁରବୀ। ତ ତେଣୁକରି ତାଙ୍କ ଅନୁପସ୍ଥିତିରେ ବହୁତ କିଛି ସମସ୍ୟା ହୁଏ, ଯାହାଫଳରେ କି ପିଲାମାନଙ୍କର ଭଲ ମନ୍ଦ ହଉ, ପିଲାମାନଙ୍କୁ ନବା ଆଣିବା ହଉ, ପାଠ ପଢ଼ାରେ ହଉ, କି ଘରେ କ'ଣ ବାପ ମା ଅସହାୟ, ତାଙ୍କର ବି ଅସୁବିଧା, ତାଙ୍କୁ ବି ସାହାଯ୍ୟ ଦରକାର ନା, ତାଙ୍କର ବି ଅସୁବିଧା ହୁଏ, ମୋ ନିଜର ବି ହୁଏ। ଜଣେ ସଦସ୍ୟ ନଥିଲେ ବହୁତ ପ୍ରକାର ଅସୁବିଧାର ସମସ୍ୟା ହୁଏ। ତ ତାକୁ ତାଙ୍କ ଅନୁପସ୍ଥିତିରେ ସେଇ ସବୁକୁ ସାମ୍ନା କରି ତାଙ୍କର ସବୁ ଯତ୍ନ ନେବା, ତାଙ୍କର ଖବର ଅନ୍ତର ବୁଝିବା ଯାହା ବି ହେଲେ କଷ୍ଟ ହେଉଛି ଏବଂ ହବ। ସ୍ୱାମୀ ତ ସବୁବେଳେ ବାହାରେ ରହୁଛନ୍ତି। ସ୍ୱାମୀ ବାହାରେ ଥିଲାବେଳେ ସବୁବେଳେ ଏକେଲା ଲାଗେ। ଛୋଟ ଛୋଟ ଛୁଆମାନଙ୍କୁ ଧରିକି ଏକେଲା ରହିବାକୁ ପଡ଼ୁଛି। ତାଙ୍କର ସ୍କୁଲ ଟ୍ୟୁସନ ନବା ଆଣିବା ବହୁତ ଅସୁବିଧା ହେଉଛି। ଘରେ କିଛି ବି କାମ ପଡ଼ିଲେ ବି ଏକେଲା କରିବାକୁ ପଡ଼ୁଛି, ସେଥିରେ ବି ଅସୁବିଧା ହେଉଛି। ଆଉ ଏମିତିକି ଘର କାମ ବାହାର କାମ ସବୁ କିଛି କାମରେ ବହୁତ ଅସୁବିଧା। ସ୍ୱାମୀ ଯଦି ପାଖରେ ନାହାନ୍ତି ତାହେଲେ ସବୁ କିଛି ଅସୁବିଧା ହେଉଛି। ଏଇଟା ହେଉଛି ଜଳବନ୍ଦୀ ଏରିଆ, ପ୍ରାକୃତିକ ବିପର୍ଯ୍ୟୟ ଏରିଆ। ଯାହା ବି ହେଲେ ଏଇଠି ବେଶୀ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା ଆମେ କରୁଛୁ ସବୁବେଳେ। ସେଇଟା ଆମର ନୀତିଦିନିଆ ଘଟଣା ହେଇଗଲାଣି ନା। ତ ତେଣୁକରି ଯେହେତୁ ଆମେ ଜଳବନ୍ଦୀ ଏରିଆରେ ଅଛୁ, ଆମର ଯେତେବେଳେ ସେ ଘଟଣା ଘଟେ, ପିଲାମାନଙ୍କୁ ହଉ, ବୁଢ଼ା ଶାଶୁ ଶ୍ୱଶୁର ହଉ, ବାପ ମା ହଉ, କିମ୍ବା ନିଃସହାୟ ଅସହାୟ ବ୍ୟକ୍ତି ହୁଅନ୍ତୁ, କିମ୍ବା ମୁଁ ନିଜେ ବି ହୁଏ, ତାଙ୍କୁ ଉଚ୍ଚ ସ୍ଥାନକୁ ନେବା ବା ବାତ୍ୟା ଏରିଆ ଭିତରୁ ତାଙ୍କୁ ସୁସ୍ଥ ସୁରକ୍ଷିତ ଅବସ୍ଥାରେ ନେଇକିରି ତାଙ୍କୁ ଉଚ୍ଚ ସ୍ଥାନରେ ରଖିବାକୁ ଅସୁବିଧା। ତ ମୁଁ ସ୍ତ୍ରୀ ଲୋକଟିଏ ନା, ଅସୁବିଧା ହେଉଛି ଏବଂ ଆଗକୁ ବି ହେବ। ହଁ, ବର୍ଷା ବାତ୍ୟା ତ ପ୍ରତ୍ୟେକ ବର୍ଷ ଲାଗି ରହିଛି। ଆଉ ବର୍ଷା ହେଲା ମାନେ ତ ଆମର ଭଙ୍ଗା ଘର, ଛୋଟ ଛୋଟ ଛୁଆ ଦିଟାକୁ ଧରିକି ଘରେ ବର୍ଷା ହେଲେ ଘର ଛାଡିକି ଅନ୍ୟ ଜାଗାକୁ ଯିବାକୁ ପଡୁଛି। ଏକେଲା ଛୁଆ ଦିଟାକୁ ଧରିକି କୋଉ ଜାଗାକୁ ଯିବୁ କଣ ନାହିଁ ସବୁ ସେଇଟା ବି ଦେଖିବାକୁ ପଡୁଛି। ଦେଖିକି ଯୋଉଠି ସୁବିଧା ହଉଛି ସେ ଜାଗାକୁ ପିଲା ଛୁଆ ଦିଟା ଧରିକି ଯିବାକୁ ପଡୁଛି ଏକେଲା। ଆଉ ଯଦି ବର୍ଷା ତ ହେଲା ମାନେ ଘରେ ଯଦି ବାଡରେ କିଛି ଲଗା ଥାଉଛି ତାହେଲେ ସେଇଟା ବି ନଷ୍ଟ ହେଇଯାଉଛି। ଏମିତି ପ୍ରତ୍ୟେକ ବର୍ଷ ବର୍ଷା ବାତ୍ୟା ଲାଗିଛି। ହଁ, ଜାଣିଛୁ। ସେ ଦିଦିଙ୍କ ସହିତ କଥା ହେଲା ପରେ ସିଏ ବି କିଛି କଥା ଆମକୁ ବୁଝେଇ ଦିଅନ୍ତି, ମାଇଣ୍ଡ ଟିକେ ଫ୍ରି ହେଇଯାଏ ଏବଂ ତାଙ୍କ ବିଷୟରେ ପରିବାରର ଯୋଉ ଚାପଟା ଆମ ଉପରେ ପଡୁଛି କେମିତି ସେଥିରୁ ଟିକେ ରିଲାକ୍ସ ମିଳେ। ଆଉ ଜାଣିଛି, ଫୋନ ବି ତାଙ୍କୁ କରିଥିଲେ, ତାଙ୍କ ସାଙ୍ଗରେ କଥା ହେଇଛୁ, ତାଙ୍କ କଥା ବି ବହୁତ ଭଲ ଲାଗେ। ମୋର ବି ଯେତେବେଳେ କିଛି ଅସୁବିଧା ହୁଏ ଫୋନ ବି ମୁଁ କରିଛି, ତାଙ୍କ ସାଙ୍ଗରେ କଥା ହେଇଛି, ତାଙ୍କେ ଆମ ମନକୁ ବୁଝେଇଲା ଭଳିଆ ବି କଥା କହିଛନ୍ତି। ଖୁସି ଲାଗେ ତାଙ୍କ କଥା ଶୁଣି।